ପିଲାମାନେ କେମିତି ଅଛ? ଆଶା କରେ ସମସ୍ତେ ଭଲରେ ଥିବ। ବହୁତ ବଢ଼ିଆ। ପିଲାମାନେ ଆମେ ପୂର୍ବ ଶ୍ରେଣୀରେ ଏଇ ବିଷୟରେ ବହୁତ କିଛି ଶିଖି ସାରିଲେଣି, ଯାହାକି ବିଭିନ୍ନ ପ୍ରକାର ଭୂମି ରୂପ ବିଷୟରେ ମାଳଭୂମି, ସମତଳ ଭୂମି, ପାର୍ବତ୍ୟ ଭୂମି ଇତ୍ୟାଦି। ତ ମୋତେ ତମମାନଙ୍କ ଭିତରୁ କିଏ କହିପାରିବ ସମତଳ ଭୂମି କାହାକୁ କୁହାଯାଏ? ଠିକ୍ କହିଲ। ସମତଳ ଭୂମି ହେଉଛି ସମୁଦ୍ର ପତନରୁ 300 ମିଟର ବା ତାଠାରୁ କମ ଉଚ୍ଚ ବିଶିଷ୍ଟ ସମପ୍ରାୟ ଭୂମିର ଅଞ୍ଚଳ। ତ ଆଜି ଆମେ ଏହି କ୍ଲାସରେ ବୁଝିବା ଯେ ସମତଳ ଭୂମି ଓ ମରୁଭୂମିରେ ଜୀବନଶୈଳୀ କିପରି ହେଇଥାଏ। ତୁମେ ଚିତ୍ରରୁ ଦେଖିପାରୁଥିବ ଯେ ଏଠାରେ ପୃଥିବୀର ଦୁଇଟି ଭିନ୍ନ ରୂପ ବିଷୟରେ ଦର୍ଶାଯାଇଛି। ଗୋଟିଏ ପଟେ ସବୁଜ ଶ୍ୟାମଳ ସମତଳ ଭୂମି ହୋଇଥିଲା ବେଳେ ଅନ୍ୟ ପଟଟି କଠିନ ମରୁଭୂମି। ଏହି ଦୁଇଟି ସ୍ଥାନରେ ଜୀବନ କିପରି ଚାଲେ ତାହା ବିଷୟରେ ଆଜି ଆମେ ଜାଣିବା। ପିଲାମାନେ, ତୁମେମାନେ ବହୁତ ପୂର୍ବ ଶ୍ରେଣୀରୁ ମଧ୍ୟ ଜାଣି ସାରିଥିବ ଯେ ଆଦିମ କାଳରୁ ପ୍ରଥମ ସଭ୍ୟତା ନଦୀ ଚାରିପଟେ ସୃଷ୍ଟି ହୋଇଥିଲା। ଆଉ ଆଜି ବି ମଧ୍ୟ ପୃଥିବୀର ଜନସଂଖ୍ୟାର ଏକ ବଡ଼ ଅଂଶ ସମତଳ ଅଞ୍ଚଳରେ ବସବାସ କରନ୍ତି। ତେବେ ଆମେ ଏହି ଚିତ୍ରରୁ ପ୍ରଥମେ ବୁଝିବା ଆମର ସମତଳ ଭୂମି କିପରି ସୃଷ୍ଟି ହୋଇଥାଏ। ହଁ, ମୁଁ ଜାଣିଛି ଯେ ତୁମେ ପୂର୍ବରୁ ଏହି ବିଷୟରେ ଜାଣିଛ, ତେବେ ପୁନରାବୃତ୍ତି ଭାବିନିଅ। ଚିତ୍ରରୁ ଜାଣିପାରୁଥିବ ଯେ ପର୍ବତମାଳାରୁ ବାହାରୁଥିବା ନଦୀର ଜଳ ପ୍ରବାହ ଆରମ୍ଭ ହୁଏ। ଯେତେବେଳେ ଏହି ନଦୀ ତଳକୁ ବହି ଆସେ, ସେ ନିଜ ସହିତ ପଥର, ବାଲି ଏବଂ ମାଟିର କ୍ଷୁଦ୍ର କଣିକା ବା ପଟୁ ବୋହି ଆଣିଥାଏ। ଶେଷରେ ସମତଳ ଅଞ୍ଚଳରେ ଏହି ପଟୁ ସବୁ ଜମା ହୋଇ ମାଟିକୁ ସୃଷ୍ଟି କରେ। ଅତ୍ୟନ୍ତ ଉର୍ବର ମାଟିକୁ ପ୍ଲାବନ ଭୂମି କୁହାଯାଏ। ଆଉ ଗୋଟେ କଥା ମନେ ରଖିଥିବ ପିଲାମାନେ, ଏହି ସମତଳ ଭୂମିର ଉଚ୍ଚତା ସମୁଦ୍ର ପତନରୁ 300 ମିଟର ବା ତାଠାରୁ କମ ହୋଇଥାଏ। ପିଲାମାନେ, ତମେମାନେ ଜାଣିଛ କି ଭାରତରେ ମଧ୍ୟ ଏକ ବିଶାଳ ସମତଳ ଭୂମି ଅଛି, ଯେଉଁଠି ଆମ ଦେଶର ବହୁତ ବଡ଼ ଜନସଂଖ୍ୟା ବସବାସ କରିଥାନ୍ତି। ତେବେ କିଏ କହିପାରିବ କି ସେଇ ସମତଳ ଭୂମିର ନାମଟି କଣ? ଆଚ୍ଛା, ହଉ, ମୁଁ କହିଦଉଛି। ତାର ନାମ ହେଉଛି ଗାଙ୍ଗେୟ ସମତଳ ଭୂମି। ତୁମମାନଙ୍କ ମନରେ ଏବେ ପ୍ରଶ୍ନ ଉଠିବ, ଗାଙ୍ଗେୟ ସମତଳ ଭୂମି କଣ? ତାହେଲେ ଜାଣ, ଭାରତର ଗଙ୍ଗା ନଦୀର ସମତଳ ଅଞ୍ଚଳକୁ ପ୍ରାୟତଃ ଗାଙ୍ଗେୟ ସମତଳ କୁହାଯାଏ। ଆମ ଦେଶର ପ୍ରାୟ 40 କୋଟି ଜନସଂଖ୍ୟା ଅର୍ଥାତ୍ 1/4ରୁ ଅଧିକ ଲୋକ ଏହି ଅଞ୍ଚଳରେ ବସବାସ କରନ୍ତି। ଯେହେତୁ ଏଠାରେ ଅଧିକ ଲୋକ ବସବାସ କରନ୍ତି, ତେବେ ତୁମେ ଜାଣିପାରୁଥିବ ଏଠାରେ ରହିବାର ସ୍ଥାନର ଅଭାବ ଦେଖାଯାଉଛି। ଏହି ଚିତ୍ରରୁ ଆମେ ଜାଣିପାରୁଛେ। ତେବେ ଏହାପରେ ମୁଁ ପରବର୍ତ୍ତୀ ଚିତ୍ରରେ ତମମାନଙ୍କୁ ଦେଖାଇବି ଗାଙ୍ଗେୟ ସମତଳ ଭୂମିର ମାନଚିତ୍ର। ଦେଖ ପିଲାମାନେ, ଏଠାରେ ମୁଁ ଭାରତ ମାନଚିତ୍ରର ଯେଉଁ ଅଂଶକୁ ନାଲି ରଙ୍ଗରେ ଚିହ୍ନିତ କରିଛି, ସେହି ଅଞ୍ଚଳକୁ ଗାଙ୍ଗେୟ ସମତଳ ଭୂମି କୁହାଯାଏ। କିଛି ରାଜ୍ୟର ନାମ ଯଥା ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଇତ୍ୟାଦି ଏହି ଅଞ୍ଚଳର ଅନ୍ତର୍ଭୁକ୍ତ ଅଟନ୍ତି। ତୁମେମାନେ ମଧ୍ୟ ଆହୁରି ଅନେକ କଥା ନିଜର ଗୁରୁଜନ, ଶିକ୍ଷକଙ୍କ ଠାରୁ ମଧ୍ୟ ବୁଝିପାରିବ। ଆଚ୍ଛା, ଏବେ ଦେଖିବା ସମତଳ ଅଞ୍ଚଳରେ ଲୋକମାନଙ୍କର ଜୀବିକା କଣ ହୋଇଥାଏ। ପୃଥିବୀର ଅନ୍ୟାନ୍ୟ ସମତଳ ଭୂମି ଭଳି ଆମ ଭାରତରେ ମଧ୍ୟ ସମତଳ ଅଞ୍ଚଳରେ ଲୋକମାନଙ୍କର ମୁଖ୍ୟ ଜୀବିକା ହେଉଛି ଚାଷ କାର୍ଯ୍ୟ ଏବଂ ମାଛ ଧରିବା। ତେଣୁ ଆମେ କହିପାରିବା ସମତଳ ଅଞ୍ଚଳର କୃଷି ହେଉଛି ହୃଦ ସ୍ପନ୍ଦନ। ଏଠାରେ ମୁଖ୍ୟତଃ ଧାନ, ଗହମ, ମକା, ଡାଲି ଜାତୀୟ ଶସ୍ୟ, ବାଜରା ଇତ୍ୟାଦି ଚାଷ କାର୍ଯ୍ୟ କରାଯାଇଥାଏ। ତୁମେମାନେ ମଧ୍ୟ ଆହୁରି ଅନେକ କଥା ପଚାରିକି ବୁଝିପାରିବ। ଆହୁରି ମଧ୍ୟ ତନ୍ତୁ ଜାତୀୟ ଫସଲ ଯଥା କପା, ଝୋଟ ମଧ୍ୟ ଚାଷ କରାଯାଇଥାଏ। ପରବର୍ତ୍ତୀ ସ୍ଲାଇଡରେ ମୁଁ ତୁମମାନଙ୍କୁ ଚିତ୍ର ସହ ଦେଖାଇବି ଶସ୍ୟମାନଙ୍କର ନାମ। ଦେଖରେ ପିଲାମାନେ, ଏଠାରେ ସବୁ ଶସ୍ୟର ଚିତ୍ର ଦିଆଯାଇଛି, ଯେପରି ଧାନ, ମକା, ଗହମ ଇତ୍ୟାଦି। ତମେମାନେ ଏଥିରୁ ଦେଖିକି ଜାଣିପାରୁଥିବ। ଦେଖରେ ପିଲାମାନେ, ଏଠାରେ
ସେଇଭଳି ଆମେ କଣ ଦେଖୁଛେ ନା ଏଠାରେ ଆମେ ତନ୍ତୁ ଜାତୀୟ ଉଦ୍ଭିଦର କିଛି ଦେଖୁଛେ, ଯେମିତି କି କପା, ଲଳିତା ବିଷୟରେ ଜାଣିପାରୁଛେ। ଏବେ ଏଠାରେ ତୁମେ ମାନେ କଣ ଦେଖୁଛ ଚିତ୍ରରୁ? ତୁମ ମାନଙ୍କୁ ବୁଝାଇଥିଲି ସମତଳ ଅଞ୍ଚଳରେ ଲୋକମାନଙ୍କ ମୁଖ୍ୟ ଜୀବିକା ମଧ୍ୟରେ କୃଷି କାର୍ଯ୍ୟ ଓ ମାଛ ଧରିବା ପ୍ରମୁଖ ଅଟେ। ଏହି ଚିତ୍ରରୁ ଆମେ ଦେଖିପାରୁଛେ ଯେ ଲୋକମାନେ ମାଛ ଧରିକି ଏହାକୁ ବିକ୍ରି କରି ସେମାନଙ୍କର ଜୀବିକା ଅର୍ଜନ କରିଥାନ୍ତି। ମାନେ ଏବେ ଆମେ ଯାହା ପଢିଲେ ସେ ବିଷୟରେ ମୁଁ କିଛି ପ୍ରଶ୍ନ ଦେବି, ତୁମେମାନେ ଭାବିକି ଉତ୍ତର ଦେବାକୁ ଚେଷ୍ଟା କରିବ। ଦେଖିବା, ପ୍ରଥମ ପ୍ରଶ୍ନ, ସମତଳ ଅଞ୍ଚଳରେ ହେଉଥିବା କେତେକ ଫସଲର ନାମ କୁହ। ଭେରି ଗୁଡ, ତାହେଲେ ମନେ ରଖିଛ। କଣ ସେଗୁଡିକ? ଧାନ, ମକା, ଗହମ ଇତ୍ୟାଦି। ପିଲାମାନେ ଏବେ ଆମେ ଦ୍ୱିତୀୟ ପ୍ରଶ୍ନକୁ ଯିବା। ସମତଳ ଅଞ୍ଚଳର ମୃତ୍ତିକା ସାଧାରଣତଃ ଉର୍ବର ହୋଇଥାଏ କାହିଁକି? ଭାବିକି ଦେଖ। ଭେରି ଗୁଡ, ସମତଳ ଅଞ୍ଚଳରେ ପଟୁ ମୃତ୍ତିକା ଅଧିକା ଥାଏ, ଯାହାକି ବହୁତ ଉର୍ବର, ସେଥିପାଇଁ ସେଠାକାର ମାଟି ବହୁତ ଉର୍ବର ହୋଇଥାଏ। ଏବେ ଯିବା ତୃତୀୟ ପ୍ରଶ୍ନକୁ। ସମତଳ ଅଞ୍ଚଳର ଲୋକମାନଙ୍କର ମୁଖ୍ୟ ଜୀବିକା କଣ ହୋଇଥାଏ? ଏଇଟା ତ ପଢିଥିଲ, ମନେ ପକେଇ କୁହ ଟିକେ। ହଁ, ସମତଳ ଅଞ୍ଚଳରେ ପ୍ରାୟ ସବୁ ଲୋକଙ୍କର ମୁଖ୍ୟ ଜୀବିକା ହଉଛି କୃଷି କାର୍ଯ୍ୟ ଏବଂ ନଦୀରୁ ମାଛ ଧରିବା। ତାହେଲେ ପିଲାମାନେ ଭଲସେ ବୁଝିଛ। ଆମେ ଜାଣିଥିଲେ ଯେ ସମତଳ ଅଞ୍ଚଳରେ ଅଧିକ ଜନସଂଖ୍ୟା ବସବାସ କରନ୍ତି, ତେଣୁ ତାର ମଧ୍ୟ କିଛି କୁପ୍ରଭାବ ପଡିଥାଏ। ସେହି ବିଷୟରେ ଏବେ ଆଲୋଚନା କରିବା। ଆଗରୁ ଚାଷ କାର୍ଯ୍ୟ ପାଇଁ ପାରମ୍ପରିକ ପଦ୍ଧତି ଯେପରି ବର୍ଷା ଜଳ, କେନାଲ, ନଦୀ ଉପରେ ନିର୍ଭର କରୁଥିଲେ। ବର୍ତ୍ତମାନର ଜନସଂଖ୍ୟାର ଚାହିଦାକୁ ମେଣ୍ଟାଇବା ପାଇଁ ଅଧିକ ଚାଷ କରିବାକୁ ପଡୁଛି, ଯାହାଦ୍ୱାରା ଏବେ ଭୂତଳ ଜଳର ବ୍ୟବହାର ଅଧିକା ହେଉଛି, ଯାହାର କୁପ୍ରଭାବରେ ଭୂତଳ ଜଳର ଜଳସ୍ତର କମିବାରେ ଲାଗିଛି। ଏବଂ ଯେଉଁ ଚାଷ କାର୍ଯ୍ୟ କରାଯାଉଛି ସେଥିରୁ ଯେଉଁ ନିର୍ଗତ ହେଉଛି ରାସାୟନିକ ପଦାର୍ଥ, ଶିଳ୍ପାୟନ, ସହରୀକରଣ ଯୋଗୁଁ ମଧ୍ୟ ଏବେ ଗଙ୍ଗା ଭଳି ପବିତ୍ର ନଦୀ ଗୁଡ଼ିକରେ ପ୍ରଦୂଷିତ ହାର ବୃଦ୍ଧି ପାଇବାରେ ଲାଗିଛି। ସେହିଭଳି ଅନ୍ୟ ଏକ କୁପ୍ରଭାବ ହେଉଛି ଜଙ୍ଗଲ କ୍ଷୟ ଏବଂ ନଦୀ ଗର୍ଭରେ ପଟୁ ମାଟି ଜମା ହେବା ଫଳରେ ବର୍ଷା ଦିନେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ପିଲାମାନେ, ପର୍ବତମାଳା ହେଉ ଅବା ସମତଳ ଅଞ୍ଚଳ, ସମଗ୍ର ପୃଥିବୀରେ ନଦୀ ଗୁଡ଼ିକର ସାଂସ୍କୃତିକ ମହତ୍ତ୍ୱ ରହିଅଛି। ବିଶେଷ କରି ଅନେକ ସମ୍ପ୍ରଦାୟର ଲୋକମାନେ ନଦୀର ଉତ୍ସକୁ ବା ଦୁଇଟି ନଦୀ ସହିତ ମିଳନସ୍ଥଳ ବା ସଙ୍ଗମକୁ ପବିତ୍ର ମାନନ୍ତି। ଭାରତରେ ମଧ୍ୟ ତୁମେମାନେ ଜାଣିଥିବ ଗଙ୍ଗା ନଦୀକୁ ପବିତ୍ର ବୋଲି ସମସ୍ତେ ମାନନ୍ତି। ସେହିପରି ଆମେ ଜାଣିଛେ ଯେ ଅଳକାନନ୍ଦ ଓ ଭାଗୀରଥୀ ନଦୀର ସଙ୍ଗମକୁ ଦେବପ୍ରୟାଗ କୁହାଯାଏ। ପିଲାମାନେ, ତୁମେ ଏହିପରି ରୁଦ୍ରପ୍ରୟାଗ, ବିଷ୍ଣୁପ୍ରୟାଗ, କର୍ଣ୍ଣପ୍ରୟାଗ ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରିବ। ଭାରତରେ ଏହିଭଳି ସ୍ଥାନରେ ଅନେକ ପର୍ବପର୍ବାଣୀ, ସମାରୋହ, ଯେପରିକି କୁମ୍ଭମେଳା ବିଷୟରେ ଜାଣିଥିବ, ଏଗୁଡ଼ିକ ଅନୁଷ୍ଠିତ ହୋଇଥାଏ। ଆଶା କରେ ତୁମେମାନେ ଏକୁ ବୁଝିପାରିଥିବ ଏବଂ ଏହା ବିଷୟରେ ତୁମେମାନେ ଅଧିକ ଜାଣିବାକୁ ଚେଷ୍ଟା କରିବ। ପିଲାମାନେ, ବର୍ତ୍ତମାନ ଏହି ଚିତ୍ରକୁ ଦେଖ। ଏଠାରେ କଣ ସବୁ ଦେଇଛି? ଏଠାରେ ନଦୀ ସାହାଯ୍ୟରେ କିପରି ଗମନାଗମନ ହେଉ କିମ୍ବା ପରିବହନ ହେଉ ତାର ଦୃଶ୍ୟ ଦେଇଛି। ଅନ୍ୟପଟେ ଆମର ସଡ଼କ ପଥର ମଧ୍ୟ ଦେଇଛି। ସଡ଼କ ପଥ ହେବା ଦ୍ୱାରା ଆମର କଣ ସୁବିଧା ହେଉଛି ନା ଆମେ ଅତି ସହଜରେ ବହୁତ ଭାରି ଜିନିଷ ହେଉ କି ପରିବହନ ହେଉ କିମ୍ବା ଯାତାୟାତ ସବୁର ସୁବିଧା ହେଉଛି। ଆହୁରି ମଧ୍ୟ ତୁମେମାନେ ଜାଣିଛ ଆମ ଦେଶର ରେଳପଥ ଆମ ବହୁତ ସାହାଯ୍ୟ କରୁଛି ଦୂର ଯାତ୍ରା ପାଇଁ ହେଉ କିମ୍ବା ପରିବହନ ବ୍ୟବସ୍ଥାରେ। ଏବେ ଆମେ ଆମ ପୃଥିବୀର ଅନ୍ୟ ଏକ ଭୂମି ରୂପ ଯାହାକି ମରୁଭୂମି ବିଷୟରେ ଜାଣିବା। ଆଚ୍ଛା ପିଲାମାନେ, କହିଲ ମରୁଭୂମି କାହାକୁ କୁହାଯାଏ? ହଁ, ମରୁଭୂମି କହିଲେ ଅତି କମ୍ ବୃଷ୍ଟିପାତ ସହିତ ବିସ୍ତୀର୍ଣ୍ଣ ଶୁଷ୍କ ଅଞ୍ଚଳକୁ ବୁଝାଏ। ଖାଲି ଶୁଷ୍କ ହେଇଯିବ କି? ନାଇଁ, ସେଥିରେ କଣ ଉପାଦାନ ଥାଏ? ବାଲି, ଛୋଟ ଛୋଟ ପଥର ଖଣ୍ଡ ମଧ୍ୟ ଥାଏ।
ତାହେଲେ ପିଲାମାନେ ଏଇ ଯୋଉ ସ୍ଲାଇଡ ଦେଖୁଛ ଏଥିରୁ ଆମେ ଆଉ କଣ ଜାଣିବାକୁ ଚେଷ୍ଟା କରିବା ନା ଆମର ଜଳବାୟୁ ଅନୁସାରେ ମରୁଭୂମି ଦୁଇ ପ୍ରକାର। କଣ କଣ ନା ଗୋଟେ ଉଷ୍ମ ମରୁଭୂମି ଆଉ ଗୋଟେ ଶୀତଳ ମରୁଭୂମି। ତାହେଲେ ଆମେ ଟିକେ ଜାଣିବା ଉଷ୍ମ ମରୁଭୂମି କଣ ନା ଅତ୍ୟଧିକ ଗରମ ଏବଂ ବାଲୁକାମୟ ହୋଇଥାଏ। ଉଦାହରଣ କଣ ନା ଆଫ୍ରିକାର ସାହାରା ମରୁଭୂମି, ଭାରତର ଥର୍ ମରୁଭୂମି ହୋଇଥାଏ। ସେହିପରି ଶୀତଳ ମରୁଭୂମି ବା ଥଣ୍ଡା ମରୁଭୂମି ଜାଣିବା। ଶୀତଳ ନାଁରୁ ଜାଣିପାରୁଛ ଏଇ ଜାଗାଟି କଣ ଥଣ୍ଡା ହୋଇଥିବ। ହଁ, ସେହିପରି ବରଫାବୃତ ଏବଂ ଅତ୍ୟନ୍ତ ଥଣ୍ଡା ଏଇ ମରୁଭୂମି ଗୁଡିକ। ଉଦାହରଣ କଣ ଦେଖିବା ଏସିଆର ଗୋବି ମରୁଭୂମି ଏବଂ ଆଣ୍ଟାର୍କଟିକା ମହାଦେଶ ଯୋଉ ଅଛି ତାକୁ ବି ଗୋଟେ ଆମେ ଯେହେତୁ ସେଠାରେ କିଛି ଲୋକ ରହୁନାହାନ୍ତି ତାକୁ ବି ଆମେ ମରୁଭୂମି ଭଳିଆ ତୁଳନା କରିପାରିବା। ପିଲାମାନେ ଆମେ ଯେଉଁ ଦୁଇ ପ୍ରକାର ମରୁଭୂମି ବିଷୟରେ ଟିକେ ଜାଣିଲେ ତାକୁ ଚିତ୍ର ସାହାଯ୍ୟରେ ବୁଝିଦେବା। ଦେଖ ତୁମ ପାଇଁ ମୁଁ ଚିତ୍ର ଆଣିଦେଇଛି। ଗୋଟିଏ ପଟେ ଉଷ୍ମ ମରୁଭୂମି ରଖିଛି ଯାହାର ନାମ ଥର୍ ଲେଖା ହେଇଛି, ଯାହାକି ଆମ ଭାରତରେ ଅଛି। ସେହିଭଳି ଆଉ ଗୋଟିଏ ପଟେ ମୁଁ ଥଣ୍ଡା ମରୁଭୂମି ଦେଖେଇଛି ଯୋଉଟାକି ଲେଖା ହେଇଛି ତା ନାଁଟି କଣ ଗୋବି ମରୁଭୂମି। ଆଚ୍ଛା ପିଲାମାନେ ଏଇ ଯୋଉ ଗୋବି ମରୁଭୂମି ଜାଣିଛ ଏଇଟା କୋଉଠି ଅଛି? ଇଏ ଅଛି ମଙ୍ଗୋଲିଆ ଦେଶ ଓ ଚୀନ ଦେଶର କିଛି ଅଞ୍ଚଳକୁ ବିସ୍ତୃତ ହୋଇଛି ଏବଂ ଏହା ଏସିଆ ମହାଦେଶରେ ଅଛି। ପିଲାମାନେ ମରୁଭୂମି ବିଷୟରେ ପଢିବା ଏହି ଜୀବକୁ ନ ଜାଣି ରହିପାରିବା? ଚିତ୍ରରୁ ଜାଣିପାରୁଥିବ ଏଠି କଣ ଦେଖାଯାଇଛି ନା ଓଟକୁ ଦର୍ଶାଯାଇଛି। ପିଲାମାନେ ଏହାର ଅନ୍ୟ ନାମଟି ଅଛି ସମସ୍ତେ ଜାଣିଛ। ଦେଖିବା କହିଲ କଣ କୁହାଯାଏ? ହଁ, ଏହାକୁ କଣ କୁହାଯାଏ? ମରୁଭୂମିର ଜାହାଜ ନା ନାହିଁ? ହଁ, କାରଣ ସମସ୍ତେ ଜାଣିଛ, ତୁମେମାନେ ଜାଣିଛ ଯେ ମରୁଭୂମିରେ ଗମନାଗମନ କଷ୍ଟସାଧ୍ୟ ହୋଇଥାଏ। ତେଣୁ ସେଠାକାର ଲୋକମାନେ ଓଟର ସାହାଯ୍ୟ ନେଇଥାଏ ନା ନାହିଁ? ହଁ, ଆଚ୍ଛା ତାହେଲେ ପିଲାମାନେ କହିଲ ଓଟ ସେଠାରେ କଣ ଖାଇଥାଏ? କାହିଁକି ନା ତୁମେମାନେ ଜାଣିଛ ମରୁଭୂମିରେ ତ ଗଛଲତା କମ ଥାଏ। ତାହେଲେ କଣ ଖାଇଥାଏ ଭାବିବ, ଦେଖିବା ଭାବିଲ ଟିକେ। ହଁ, ଓଟମାନେ କଣ୍ଟା ଅବା ଗୁଳ୍ମ ଜାତୀୟ ଗଛ ଖାଇକି ବଞ୍ଚିଥାନ୍ତି। ଆଉ କଣ ନା ନିଜକୁ ପ୍ରତିକୂଳ ପରିସ୍ଥିତିରେ ବଞ୍ଚାଇବା ପାଇଁ ଓଟ ତାର ଖାଦ୍ୟକୁ ଚର୍ବି ରୂପରେ ସଞ୍ଚୟ କରି ରଖିଥାଏ। ଯେମିତି ଦେଖିପାରୁଥିବ ତାର ପିଠିରେ ଗୋଟେ କୁଜ ହୋଇଛି, ସେଠିରେ କଣ ଚର୍ବି ଜାତୀୟ ଖାଦ୍ୟକୁ ସଞ୍ଚୟ କରି ରଖିଛି। ଏବେ ଆମେ ମରୁଭୂମିର ଜୀବନଶୈଳୀ ବିଷୟରେ ଜାଣିବା। ପିଲାମାନେ ତୁମେ ଜାଣିଥିଲ ସମତଳ ଅଞ୍ଚଳରେ ଜନବସତି ଅଧିକ ହୋଇଥାଏ କାରଣ ସେଠାରେ ସବୁ ପ୍ରକାର ସୁବିଧା ସୁଯୋଗ ମିଳିଥାଏ। କିନ୍ତୁ ତାହାର ବିପରୀତ ହେଉଛି ମରୁଭୂମିରେ ଜୀବନଶୈଳୀ। ତେଣୁ ଏଠାରେ ଖୁବ୍ କମ୍ ଲୋକ ବସବାସ କରନ୍ତି। ତଥାପି ସେମାନଙ୍କ ମଧ୍ୟରେ ଯାଯାବର ଗୋଷ୍ଠୀ ପ୍ରମୁଖ। ତାହେଲେ ତମମାନଙ୍କ ମନ ଭିତରେ ପ୍ରଶ୍ନ ଆସୁଥିବ ଏଇ ଯାଯାବର କଣ? ତାହେଲେ ବୁଝ, ଯେଉଁମାନେ ଗୋଟିଏ ସ୍ଥାନରେ ସ୍ଥାୟୀ ଭାବେ ନ ରହି ନିଜର ଆବଶ୍ୟକତା ଅନୁସାରେ ସ୍ଥାନ ବଦଳାଇଥାନ୍ତି ସେହି ପ୍ରକାର ଲୋକ ଗୋଷ୍ଠୀଙ୍କୁ ଯାଯାବର କୁହାଯାଏ। ତୁମେମାନେ ଜାଣିଛ ମରୁଭୂମିରେ ତ ସବୁବେଳେ ସବୁ ସୁବିଧା ଗୋଟିଏ ଜାଗାରେ ମିଳିପାରିବନି। ତେଣୁ ଯେତେବେଳେ ତାଙ୍କ ଆବଶ୍ୟକତା ସରିଯାଇଥାଏ ସେମାନେ ଅନ୍ୟ ଜାଗାକୁ କଣ ନା ପଳାଇ ଯାଇଥାନ୍ତି। ବୁଝି ହେଉଛି? ଏବେ ଜାଣିବା ଜୀବନଶୈଳୀ କଣ ନା ଦେଖ ଚିତ୍ରରୁ ତୁମେମାନେ ଜାଣୁଥିବ ଯେହେତୁ ମରୁଭୂମିର ରୂପରେଖ ଭୂମିରେଖ ଅଲଗା, ତେଣୁ ଏଠାରେ ରହିବା ଲୋକମାନଙ୍କର ମଧ୍ୟ ଖାଇବା ପିଇବା ଚାଲିଚଳଣି ପୋଷାକ ମଧ୍ୟ ଅଲଗା ହୋଇଥାଏ। ଚିତ୍ରରୁ ତୁମେମାନେ ଭଲ ଭାବରେ ବୁଝିପାରୁଥିବ ମୋର ଆଶା। ପିଲାମାନେ ଆମେ ମରୁଭୂମି ବିଷୟରେ ବହୁତ ଭଲ ଭାବରେ ବୁଝିଲେ, ଏହା ବିଷୟରେ ଆଲୋଚନା କଲେ। ଆଉ କଣ ଜାଣିଲେ? ସେମାନଙ୍କ ଜୀବନଶୈଳୀ, ସେମାନେ କିପରି ପରିବହନ କାର୍ଯ୍ୟ କରନ୍ତି, ଯାତାୟାତ କରନ୍ତି ସେ ବିଷୟରେ ମଧ୍ୟ ଜାଣିଲେ। ସେମାନଙ୍କର ଚାଲିଚଳଣି, ଖାଦ୍ୟପେୟ, ପୋଷାକ ସବୁ ବିଷୟରେ ଆମେ ଟିକେ ଟିକେ
ଆଲୋଚନା କଲେ। ଏବେ ମୁଁ ତୁମକୁ କିଛି ପ୍ରଶ୍ନ ଦେବି, ତୁମେ ସେ ପ୍ରଶ୍ନକୁ ଭାବିବ ଏବଂ ଉତ୍ତର ଦେବାକୁ ଚେଷ୍ଟା କରିବ। ତେବେ ଏବେ ପ୍ରଶ୍ନ ପଚାରିବା ନା କଣ କହୁଛ ପିଲାମାନେ? ହଉ, ଏବେ ଟିକେ ପ୍ରଶ୍ନକୁ ଦେଖିବା। ପ୍ରଥମ ପ୍ରଶ୍ନ କଣ ଦେଇଛି? ମରୁଭୂମିରେ ଓଟମାନଙ୍କ ଖାଦ୍ୟ କଣ? ଟିକେ ଭାବ, ମୁଁ ସମୟ ଦଉଛି, ତୁମେ ମାନେ ଟିକେ ଭାବିବାକୁ ଚେଷ୍ଟା କର, ଭାବିକି ଉତ୍ତର ଦେଲେ ମନ ରହିଯିବ। ହଁ, ବହୁତ ବଢିଆ। କଣ ଖାଏ ଓଟ? ନା କହିଥିଲି କଣ୍ଟା ବା ଗୁଳ୍ମ ଜାତୀୟ ଖାଦ୍ୟ ଖାଇକି ସେଠାରେ ବଞ୍ଚିଥାଏ। କାହିଁକି ନା ସେଠାରେ ତ ଗଛର ଅଭାବ ବହୁତ କମ ଥାଏ, ସବୁ ଜାତୀୟ ଗଛର, ସେଥିପାଇଁ କଣ୍ଟା ଜାତୀୟ ଗଛ ଖାଇକି ସେମାନେ ତାଙ୍କର ଜୀବନ ବଞ୍ଚାଇଥାନ୍ତି। ଏବେ ଯିବା ଦ୍ୱିତୀୟ ପ୍ରଶ୍ନକୁ। ପ୍ରଶ୍ନଟି ଭଲ ଭାବରେ ଶୁଣିବ, ତାପରେ ଭାବିବ, ଉତ୍ତର ଦେବ। ଗୋଟିଏ ଉଷ୍ମ ମରୁଭୂମିର ନାମ କୁହ। ଦେଖିବା, ଭାବ କଣ ଉତ୍ତର ହେଇପାରିବ। ଭେରି ଗୁଡ। ମରୁଭୂମି କୋଉଠି? ଥର୍ ମରୁଭୂମି। ସେ କୋଉ ରାଜ୍ୟର ଅଛି ଜାଣିଛ ପିଲାମାନେ? ରାଜସ୍ଥାନ, ଆମ ଭାରତର ଥର୍ ମରୁଭୂମି, ନା ନାଇଁ? ବହୁତ ବଢିଆ। ଏବେ ଯିବା ଆମେ ତୃତୀୟ ପ୍ରଶ୍ନକୁ। କଣ ତୃତୀୟ ପ୍ରଶ୍ନ ଦେଖିବା? ଗୋଟିଏ ଶୀତଳ ମରୁଭୂମିର ନାମ କୁହ। ତୁମେ ତ ଭଲ ଭାବରେ ପଢିଥିଲ, ଟିକେ ଭାବିଦିଅ, ପୁରା ମନେ ପଡିଯିବ, ଆଉ ଉତ୍ତର କହିଦେଲେ ପୁରା ମନେ ରହିଯିବ। କହିଲ ଦେଖିବା। ବହୁତ ବଢିଆ। କଣ? ନା ଗୋବି ମରୁଭୂମି। ଏଇଟା କହିଥିଲି କୋଉଠି ଅଛି? ନା ଆମର ମଙ୍ଗୋଲିଆ ଦେଶରେ ଅଛି, ଆଉ ଚୀନ ଦେଶର କିଛି ଅଞ୍ଚଳରେ ବିସ୍ତୃତ ହୋଇଛି। ପିଲାମାନେ, ଆମେ এই ବିଷୟଟିରୁ କଣ ଶିଖିଲେ? ଆମେ ଜାଣିଲେ ଯେ ମନୁଷ୍ୟ ନିଜର ବିଭିନ୍ନ ଉପାୟରେ ସମସ୍ତ ପ୍ରକାର ଭୂମି ରୂପରେ ନିଜକୁ ଖାପ ଖୁଆଇ ଚଳିପାରୁଛି। ମନୁଷ୍ୟ ଯେଭଳି ଉପାୟରେ ସମସ୍ତ ଭୂମି ରୂପକୁ ନିଜର ଘର କରିପାରିଛି, ତାହା ମନୁଷ୍ୟର ଅନୁକୂଳତା ଓ ସହନଶୀଳତାର ପ୍ରମାଣ ଦିଏ। ତୁମେମାନେ ମଧ୍ୟ ଜୀବନରେ ଏମିତି ସବୁ ସମୟରେ ନିଜକୁ ଖାପ ଖୁଆଇ ଚଳିବ, ପରିସ୍ଥିତି ସହିତ ଖାପ ଖୁଆଇ ଚଳିବ ଏବଂ ବଡ଼ ମଣିଷ ହୋଇପାରିବ। ପିଲାମାନେ, ତୁମେମାନେ ବହୁତ ଭଲ ଭାବରେ ଏଇ ଯୋଉ ବିଷୟଟି ଆମର ଥିଲା, କଣ? ସମତଳ ଭୂମି ଓ ମରୁଭୂମିରେ ଜୀବନ ଶୈଳୀ, ଏହାକୁ ଭଲ ଭାବରେ ବୁଝିଲ, ଅନେକ ସୁନ୍ଦର ସୁନ୍ଦର ପ୍ରଶ୍ନର ଉତ୍ତର ମଧ୍ୟ ଦେଲ। ଏବେ ମୁଁ ତୁମମାନଙ୍କ ପାଇଁ କିଛି ପ୍ରଶ୍ନ ରଖିଛି, ଯାହାକି ତୁମେମାନେ ଘର କାର୍ଯ୍ୟ ଭାବେ କରିବାକୁ ଚେଷ୍ଟା କରିବ। ଆଶା କରେ ତୁମେମାନେ ବିଷୟଟିକୁ ଭଲ ଭାବରେ ବୁଝିଛ। ଯଦି ବି କିଛି ଅସୁବିଧା ଥାଏ, ତେବେ ତୁମେ ତୁମମାନଙ୍କର ଶିକ୍ଷକ, ଗୁରୁଜନ, ବଡ଼ ଭାଇ ଭଉଣୀଙ୍କ ମାନଙ୍କ ଠାରୁ ମଧ୍ୟ ଆହୁରି ଅଧିକା ବୁଝିବାକୁ ଚେଷ୍ଟା କରିବ। ଏବେ ମୁଁ ତୁମମାନଙ୍କ ପାଇଁ କିଛି ଘର କାର୍ଯ୍ୟ ରଖିଛି, ତାକୁ ଏବେ ଦେଖିନେବା, ଆଉ ସେଇ ଘର କାର୍ଯ୍ୟକୁ ଖାତାରେ ଲେଖି ରଖିବା। ପରେ ତାକୁ ଉତ୍ତର କାଢିବା, ବୁଝିବା, ଉତ୍ତର କାଢିବା, ତାକୁ ଖାତାରେ ରଖିବା। ପରେ ପଢିଲେ এই ବିଷୟଟି ଆମକୁ ଆହୁରି ଭଲ ଭାବରେ ବୁଝି ହେବ। କଣ କହୁଛ ପିଲାମାନେ? ଏବେ ଟିକେ କ୍ୱେଶ୍ଚିନକୁ ଦେଖିନେବା। ଦେଖିବା, ପ୍ରଥମ ପ୍ରଶ୍ନ କଣ ଦେଇଛି? ସମତଳ ଭୂମିରେ ଅଧିକ ଜନବସତି କାହିଁକି ଦେଖାଯାଏ? ଏଇଟା ହେଲା ଆମର ପ୍ରଥମ ପ୍ରଶ୍ନ। ସେଇଭଳି ଆମର ଦ୍ୱିତୀୟ ପ୍ରଶ୍ନ କଣ ଦେଇଛି? ସାଧାରଣତଃ ସମତଳ ଅଞ୍ଚଳରେ ଗମନାଗମନ ସହଜ ହୋଇଥାଏ କାହିଁକି? ଏହା ବିଷୟରେ ବି ତୁମକୁ କୁହାଯାଇଛି। ତାକୁ ଭଲ ଭାବରେ ପଢିବ, ବୁଝିବ ଏବଂ ଉତ୍ତର ଲେଖିବାକୁ ଚେଷ୍ଟା କରିବ। ପ୍ରଶ୍ନ ବା ତୃତୀୟ ପ୍ରଶ୍ନ କଣ ଦେଇଛି? ମରୁଭୂମିର ଜୀବନଯାପନ ଶୈଳୀ ବର୍ଣ୍ଣନା କର। ତୁମେ ଜାଣିଛ ମରୁଭୂମିରେ ଜୀବନଯାପନ ଶୈଳୀ ବିଷୟରେ ମୁଁ ବୁଝାଇଛି। ତୁମେ ଏଇ ଯେତେ ଗୁଡ଼ିକ ପ୍ରଶ୍ନ ଦେଲି, ତାକୁ 2 ମାର୍କ କିମ୍ବା 3 ମାର୍କ ହିସାବରେ ଲେଖିପାରିବ। ଆଚ୍ଛା ପିଲାମାନେ, ଆଜିର ଭିଡ଼ିଓ ତମମାନଙ୍କୁ ଭଲ ଲାଗିଥିବ ଏବଂ
ପରବର୍ତ୍ତୀ ଶ୍ରେଣୀରେ ଅଧିକ ଆମେ ଆଲୋଚନା କରିବା। ରହୁଛି, ଧନ୍ୟବାଦ। ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।